ବାପା ମରି ପିଉସୀ, ମା ମରି ମାଉସୀ। ମାଉସୀ କହିଲେ କହିଲୁ ଦେଖି, ପାଚିଲାରେ ଫଳ କଞ୍ଚାରେ ପରିବା, ଭାତ ଖାଇଦବୁ ଖୁସିରେ ବସି। ମୋର ମୁଣ୍ଡ ହେଲା ଝାଉଁ ଝାଉଁ, ଉତ୍ତର ପାଇବି କୋଉଠୁ ଆଉ। ମାଉସୀ ଧରିଲେ ହାତରେ ଦା, କହିଲେ ଗଛକୁ ଅନେଇଥା। ପଣସ ମୁଣ୍ଡରେ ମାରିଲେ ଚଟା, ଗଦ ଗଦ ହୋଇ ପଡ଼ିଲା ଅଠା। ଏହି ପରା ସେଇ ତୋର ଉତ୍ତର, ପାଚିଲାରେ ଫଳ କଞ୍ଚାରେ ଝୁଳ। ଘରକୁ ପହଞ୍ଚି ମୁଁ ଛାଡ଼ିଲି ରଡ଼ି, ଆଜି ରାନ୍ଧିଦିଅ ସୁଆଦିଆ ତରକାରୀ। ମା କହିଲେ ଟିକିଏ ରହ, କ'ଣ ଆଣିଛୁ ତୁ ଆଗ କହ। ମା କହିଲେ ଆମ୍ବ ଦିନେ ପଣସ, କଥା ନ କହନ୍ତି ମଣିଷ। ମୋ ସ୍ତ୍ରୀ ଆସି କହିଲେ ଗୋଟିଏ ଫଳରେ ଅନେକ କଣ୍ଟା, ପାଚିଲା ଖାଇଲେ ହାତରେ ଅଠା। ମୁଁ ବୁଝିଗଲି ଏମାନେ ସମସ୍ତେ ପଣସ ବିଷୟରେ ବହୁତ କିଛି ଜାଣିଛନ୍ତି। ଠିକ୍ ଅଛି, ପଣସ କଟା ହେଲା। ମା ପଣସ କାଟିଲେ। ପଣସ କାଟିବା ପୂର୍ବରୁ ହାତରେ ଟିକେ ତେଲ ବୁଲେଇ ଦେଲେ, କାହିଁକି ନା ପଣସରେ ବହୁତ ଅଠା ଥାଏ। ହାତରେ ଅଠା ନ ଲାଗିବା ପାଇଁ ମା ହାତରେ ତେଲ ବୁଲେଇଥିଲେ। ଠିକ୍ ଏହି ସମୟରେ ପାଠ ପଢ଼ୁଥିଲା ମୋ ପୁଅ ପଲକ। ସେ କହିଲେ ବାପା, ପଣସ ବିଷୟରେ ମୁଁ ମଧ୍ୟ ଜାଣିଛି। ମୁଁ କହିଲି କହିଲୁ ଦେଖି କ'ଣ ଜାଣିଛୁ। ମୋ ପୁଅ ପଲକ କହିଲା ପଣସ ରସ ଭାରି ସରସ। ମୋ ଝିଅ ପୁଣି କହିଲା ବାପା ମୁଁ କହିବି। ମୁଁ କହିଲି କହ। କହିଲା ବାପା, ପଣସ ରସ ଭାରି ସରସ, କଞ୍ଚା ପଣସକୁ ରାନ୍ଧିବା ଆସ। ମୁଁ ବୁଝିଗଲି ଯେ ସମସ୍ତେ ମାନେ ପଣସ ବିଷୟରେ ବହୁତ ଜ୍ଞାନୀ ହୋଇଗଲେଣି। ଠିକ୍ ଅଛି, ପଣସ କଟା ସରୁ, ରନ୍ଧା ଆରମ୍ଭ ହଉ, ତାପରେ ମୁଁ ମୋର କାର୍ଯ୍ୟକ୍ରମ ଆରମ୍ଭ କରିବି। ପଣସ କଟା ହେଲା। ମା ପଣସ କାଟିଲେ। ସବୁ ମସଲାପତ୍ର ରେଡ଼ି ହେଲା। ମୁଁ ଯାଇ ଚୁଲି ପାଖରେ ବସି ପଡ଼ିଲି। ମୁଁ ଆରମ୍ଭ କରିଦେଲି ମୋର ଗୋଟିଏ ପରେ ଗୋଟିଏ ପ୍ରଶ୍ନ। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ହେଲା କିଏ ମାଆକୁ ଛୁଇଁଲେ ମରିଯାଏ। ସେମାନେ ବାରମ୍ବାର ଯୁକ୍ତି କଲେ ଏମିତି କିଛି ପ୍ରଶ୍ନ ନାହିଁ, ଏସବୁ ମିଛ ପ୍ରଶ୍ନ, ମନକୁ ଯାହା ଆସୁଛି ତୁ ପଚାରି ଯାଉଛୁ। ମୁଁ କହିଲି ହଉ ଠିକ୍ ଅଛି, ସମୟ ଆସିଲେ ମୁଁ କହିଦେବି କ'ଣ ଉତ୍ତର। ଠିକ୍ କିଛି ଅଳ୍ପ ସମୟ ପରେ ସେଇ ଉତ୍ତର ଦେବାର ସମୟ ମୋ ପାଖରେ ପହଞ୍ଚିଗଲା। ମୁଁ କହିଲି ରୁହ ରୁହ ଟିକିଏ ରୁହ। ସେମାନେ କହିଲେ କାହିଁକି। ମୁଁ କହିଲି ଏଇ ପରା ଏଇ ଉତ୍ତର। ସେମାନେ କହିଲେ କ'ଣ ହଳଦୀ। ମୁଁ ନାଇଁ। କହିଲେ ଲୁଣ। ମୁଁ ହଁ ଲୁଣ। ସେମାନେ ହସିଦେଲେ, କହିଲେ ଲୁଣ କେମିତି ହେବ। କହିଲେ ଲୁଣର ଜନ୍ମ କେଉଁଠି, ପାଣିରୁ, ସମୁଦ୍ର ପାଣିରୁ। ତେଣୁ ସମୁଦ୍ର ପାଣି ଅର୍ଥାତ୍ ପାଣିକୁ ସେ ଛୁଇଁଲେ ମରିଯାଏନି, ମିଳେଇ ଯାଏନି। କହିଲେ ଓହୋ ହୋ ହୋ ଠିକ୍ କଥା। ଆଉ କ'ଣ ପ୍ରଶ୍ନ ଅଛି ପଚାର। ଏପଟେ ପଣସକୁ ଯେଉଁ କଟାକଟି ହେଇଥିଲା ମା ଭାଜୁଥାନ୍ତି। ପଣସ ଭଜା ସମୟରେ ମୁଁ ମୋ କାମରେ ଲାଗି ପଡ଼ିଥାଏ। କେମିତି ଆଉ ଗୋଟିଏ ପ୍ରଶ୍ନ ପଚାରିବି ସେମାନେ ଯେମିତି କହି ନ ପାରନ୍ତି। କାରଣ ମୁଁ ପଣସ ବିଷୟରେ ମୁଁ ହାରି ଯାଇଥିଲି, କୌଣସି ପ୍ରଶ୍ନ ଉତ୍ତର ଦେଇପାରିନଥିଲି। ମା ପଣସ ଭଜା ସାରିଲେ, ତାପରେ ମୁଁ ପୁଣି ଗୋଟିଏ ପ୍ରଶ୍ନ ଆରମ୍ଭ କରିଦେଲି। ମୁଁ କହିଲା ଦେଖି, ଏମିତି ଗୋଟେ ଜିନିଷ ଶାଢ଼ୀ ପିନ୍ଧେ 300। କହିଲେ ଏଗୁଡ଼ା କ'ଣ 300ଟି ଶାଢ଼ୀ କେହି ପିନ୍ଧେ। ମୁଁ ଦେଖିବ, ଅପେକ୍ଷା କର, ସମୟ ଆସିଲେ ମୁଁ ଉତ୍ତର କହିଦେବି। ସେମାନେ କହିଲେ ଏ ପ୍ରଶ୍ନ ନିହାତି ଭୁଲ, ଏଇଟା ମନଗଢ଼ା ପ୍ରଶ୍ନ। ମାନେ ଠିକ୍ ଅଛି, ଅପେକ୍ଷା କର। ସମୟ ଆସିଲା, ମୁଁ ଆରମ୍ଭ କଲି ତାହାର ଉତ୍ତର କ'ଣ। ମୁଁ କହିଲି ଟିକିଏ ରୁହ ଟିକିଏ ରୁହ, ଏ ହେଉଛି ତାହାର ଉତ୍ତର। କହିଲେ ଉତ୍ତର କ'ଣ ଚିନି। ମୁଁ କହିଲି ନା। ସେମାନେ କହିଲେ କ'ଣ ତେଲ। ମୁଁ କହିଲି ନା। କହିଲେ ତାହେଲେ କ'ଣ। କହିଲେ ପିଆଜ। ମୁଁ କହିଲି ହଁ। କହିଲେ କେମିତି। ମୁଁ କହିଲି ଗୋଟିଏ ଗୋଟା ପିଆଜ ଆଣ, ଦେଖ ଗୋଟିଏ ପରସ୍ତ ଉପରେ ପୁଣି ପରସ୍ତ ନାହିଁ। କହିଲେ ଓହୋ ହଁ ଠିକ୍ କଥା କହିଛ। କିନ୍ତୁ ସେମାନେ କହିଲେ ଆହୁରି ଗୋଟିଏ ମଧ୍ୟ ଢଙ୍ଗ ଅଛି ଯେ କାହାକୁ କାଟିଲେ ଆଖିରୁ ଲୁହ ବାହାରେ, ସେ ହେଉଛି ପିଆଜ। ମୁଁ କହିଲି ହଁ ସେମିତି ବି ହେଇପାରିବ, ମୋର ପ୍ରଶ୍ନର ମଧ୍ୟ ହେଇପାରିବ। ସେମାନେ ହଁ ଭରିଲେ। ବାପା, କିଏ କିଏ ଖାଇଲେ ମୋତେ ପିଇବାକୁ ଦେଲେ ପଡ଼ିଯାଏ। ଆମ ଝିଅ ବଢ଼ିଆ ପ୍ରଶ୍ନ କରିଛି।
କାହାକୁ ଖାଇବାକୁ ଦେଲେ ବଞ୍ଚେ କିନ୍ତୁ ପିଇବାକୁ ଦେଲେ ମରିଯାଏ? ଆପଣମାନେ କମେଣ୍ଟରେ ନିଶ୍ଚିତ ଜଣାଇବେ। କମେଣ୍ଟ କରିବାକୁ ଭୁଲିବେନି। ନମସ୍କାର, ଜୟ ଜଗନ୍ନାଥ। ଏହା ପରେ ପରେ ମୋ ସ୍ତ୍ରୀ କଜିଆ ଆରମ୍ଭ କରିଦେଲା। କହିଲା, ବାପା ଝିଅ ତ ବହୁତ ପ୍ରଶ୍ନ ପଚାରୁଛ, ମୁଁ ଗୋଟିଏ ପ୍ରଶ୍ନ ପଚାରୁଛି, ଉତ୍ତର ଦିଅ। ମୋ ସ୍ତ୍ରୀ ପଚାରିଲା, ଆଚ୍ଛା, କିଏ ପବନ ଖାଇଲେ ମରେ? ମୁଁ ତ ଆଶ୍ଚର୍ଯ୍ୟ ହେଇଗଲି। ପବନ ଖାଇଲେ କିଏ ମରେ? ସେମିତି ତ କିଛି ପୃଥିବୀରେ ନାହିଁ। ପବନ ଖାଇକି କିଏ ମରୁଛି ଆଜିକାଲି? ବିଷ ଖାଇକି ବା ମରନ୍ତି। କ'ଣ କଥା ହେଇପାରେ ଦେଖିବା। ମୁଁ ବି କ'ଣ ଛାଡ଼ିବା ଲୋକ। ଖାଇବା ପିଇବାରେ ପ୍ରଶ୍ନ ଚାଲିଛି ମାନେ ମୁଁ ବି ପୁଣି ଗୋଟିଏ ନୂଆ ପ୍ରଶ୍ନ କଲି। କ'ଣ ଖାଇଲେ ପେଟ ପୁରେ ନାହିଁ? ଯେତେ ଖାଇଲେ ବି ପେଟ ପୁରେ ନାହିଁ। ବାପା କହିପାରିବି? ଲାଲ ଖାଇଲେ ପେଟ ପୁରେ ନାହିଁ। ସିଦ୍ଧିମା, ଆଉ ଗୋଟେ ଯେଉଁ ପ୍ରଶ୍ନ ପଚାରିଥିଲି, ପବନ ଖାଇଲେ କିଏ ମରେ କହିପାରିବ? ଧାର ମରିଯା। ବାପା ଖାଇବାକୁ ଦେଲେ ମୋତେ, ପିଇବାକୁ ଦେଲେ ମରିଯାଏ। ସେଟା କ'ଣ? ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରିଯାଏ। ଏଇ କଥା ତ ମା, ସେଇଟା ହେଉଛି କ'ଣ ଜାଣିଛ? ମୁଁ କହୁଛି, ମୁଁ କହିବା ପୂର୍ବରୁ ଯଦି କେହି ଜାଣିଛନ୍ତି ଏଇଟା କମେଣ୍ଟ କରିଦିଅନ୍ତୁ। ତାର ଉତ୍ତର କ'ଣ? ତାର ଉତ୍ତର ହେଉଛି ନିଆଁ।